ସମସ୍ତଙ୍କୁ ମୋର ନମସ୍କାର। ଆଜି ଆଉ ଏକ ନୂଆ ଭିଡ଼ିଓ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆପଣମାନେ ବଡ଼ ବଡ଼ ୟୁଟ୍ୟୁବର ମାନଙ୍କୁ ଦେଖିଥିବେ, ସେମାନେ ନିଜ ୟୁଟ୍ୟୁବ ଆଇଡ଼ି ଯେଉଁ ଡେସ୍କ୍ରିପସନ୍ ସାଇଟ୍ରେ ତଳେ ନିଜ ଲୋଗୋ ସହିତ ସେମାନେ ଲିଙ୍କ ସେୟାର କରିଥାନ୍ତି। ତ ସେଇଟା ଦେଖିବାକୁ ଭଲ ଲାଗିଥାଏ ଏବଂ ପ୍ରଫେସନାଲ ଭଳି ମଧ୍ୟ ଥାଏ। ତ ଆଜି ସେଇ ଭିଡ଼ିଓ ଆମ ନିଜେ କେମିତି କରିବା ଲାଇଭ୍ ମଧ୍ୟ ଦେଖିବା। ମୋବାଇଲରେ ନିଜେ ଆମେ ସେ ଭିଡ଼ିଓକୁ ଆଲୋଚନା କରିବା ଏବଂ ଲାଇଭ୍ ମଧ୍ୟ କରିକି ଦେଖିବା। ସମସ୍ତେ ଧ୍ୟାନର ସହିତ ଦେଖନ୍ତୁ ମୁଁ ମୋ ନିଜ ଆଇଡ଼ି କେମିତି କରୁଛି। ଦେଖନ୍ତୁ ମୁଁ ଏବେ ବର୍ତ୍ତମାନ ୟୁଟ୍ୟୁବକୁ ଯାଉଛି। ୟୁଟ୍ୟୁବକୁ ଗଲା ଫଳରେ ଆପଣ ଡେସ୍କ୍ରିପସନ୍ ଦେଖିବେ ନିଜ ଆଇଡ଼ିକୁ, ଡେସ୍କ୍ରିପସନ୍ ଓ ଚ୍ୟାନେଲ୍। ଦେଖନ୍ତୁ ମୋର ତଳେ ଆପଣଙ୍କୁ ଦେଖିବାକୁ କିଛି ନାହିଁ, ତାମାନେ ମୁଁ ଏପର୍ଯ୍ୟନ୍ତ କିଛି ବି ସେଟ୍ କରି ନାହିଁ। ଦେଖନ୍ତୁ ତଳେ ପୁରା ଖାଲି ଅଛି। ମୁଁ ଏହି ତଳେ ଆପଣଙ୍କୁ ନିଜ ଲିଙ୍କ ସେୟାର କରିକି ଦେଖିବି ୱିଥ୍ ଲୋଗୋ ସହିତ। ଯଦି ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ନିହାତି ଭାବରେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଲାଇକ୍ ମଧ୍ୟ କରିବେ, ଯାହାଫଳରେ ମୁଁ ମୋଟିଭେସନ୍ ହେବି ଆଉ ଏମିତି ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଇଁ ଆଣିବି। ଫାର୍ଷ୍ଟ ଆପଣଙ୍କ ପାଖରେ ଯେଉଁ ଇନଷ୍ଟା ଆଇଡ଼ି ଏବଂ ଫେସବୁକ୍ ଆଇଡ଼ି ଥିବା ନିହାତି ଦରକାର। ଦେଖନ୍ତୁ ଆପଣ ତାପରେ ଚାଲି ଆସିବେ, ବ୍ୟାକ୍ କରିବେ ଏବଂ ଆଉ ଗୋଟେ ଆପ୍ସ ଦରକାର ଆପଣଙ୍କୁ, ଯେଉଁଟା ହେଉଛି ୱାଇଟି ଷ୍ଟୁଡ଼ିଓ। ୱାଇଟି ଷ୍ଟୁଡ଼ିଓ ତ ଅଲରେଡ଼ି ଆପଣ ଜାଣିଥିବେ, ଯଦି ନଥିବ ତାହେଲେ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିବେ। ମୋର ଯେମିତି ଅଛି ୱାଇଟି ଷ୍ଟୁଡ଼ିଓ ଦେଖାଉଛି, ଏଟାକୁ ୱାଇଟି ଷ୍ଟୁଡ଼ିଓ କୁହାଯାଏ। ଏହି ୱାଇଟି ଷ୍ଟୁଡ଼ିଓରେ ଆମର କାମ ଅଛି, ସେଇ ଯେଉଁ ଲୋଗୋ ହେବ ଏଇ ୱାଇଟି ଷ୍ଟୁଡ଼ିଓ ରହିବ। ମୁଁ ବର୍ତ୍ତମାନ ଇନଷ୍ଟାଗ୍ରାମ ଆଇଡ଼ିକୁ ଚାଲୁଛି। ଇନଷ୍ଟାଗ୍ରାମ ଆଇଡ଼ିକୁ ଅନ୍ କଲି। ଅନ୍ କରା ଫଳରେ ଦେଖନ୍ତୁ ଏମିତି ଇଣ୍ଟରଫେସ୍ ଆସିବ। ସେ ମାତ୍ର ଆପଣଙ୍କର ଯେଉଁ ଆଇଡ଼ି ଅଛି ଏଇଟାକୁ ଅନ୍ କରିବେ। ଅନ୍ କରିବା ପରେ ସେୟାର ପ୍ରୋଫାଇଲକୁ ଅନ୍ କରିବେ, ଟଚ୍ କରିବେ। ସେୟାର ପ୍ରୋଫାଇଲ୍ ଅନ୍ କଲା ପରେ ଦେଖନ୍ତୁ କପି ଲିଙ୍କକୁ ଆସିଯିବେ। କପି ଲିଙ୍କ କରିବେ। କପି ଲିଙ୍କ ଅଲରେଡ଼ି ହୋଇଯାଇଛି ସକ୍ସେସ୍। ତାପରେ ପୁଣି ଆପଣ ବ୍ୟାକ୍ କରିବେ, ପୁରା କ୍ଲିନ୍ କରିଦେବେ ଇନଷ୍ଟା ଆଇଡ଼ିକୁ। ଇନଷ୍ଟା ଆଇଡ଼ି କ୍ଲିନ୍ କଲା ପରେ ଆପଣ ୱାଇଟି ଷ୍ଟୁଡ଼ିଓକୁ ଆସିବେ। ୱାଇଟି ଷ୍ଟୁଡ଼ିଓ ଅଲରେଡ଼ି ଯାହା ପାଖରେ ନାହିଁ ସେ ବର୍ତ୍ତମାନ ପ୍ଲେ ଷ୍ଟୋରରେ ଆପଣ ଯାଇକି ଡାଉନଲୋଡ଼ କରିନେବେ। ୱାଇଟି ଷ୍ଟୁଡ଼ିଓ ଆସିଲା ପରେ ଆପଣ ଦେଖନ୍ତୁ ଏଇଭଳି ଇଣ୍ଟରଫେସ୍ ଆସିଯିବ। ଆସିବା ପରେ ଆପଣଙ୍କୁ ଏଇ ଆଇଡ଼ି ଏଇ ଡଟ୍କୁ ଚିପିବାକୁ ପଡ଼ିବ ଏବଂ ଯେ ଲୋଗୋ ଡଟ୍ ପେନ୍ ଲୋଗୋ ଅଛି ସେଇଟାକୁ ଟଚ୍ କରିବେ। ଟଚ୍ କରିବା ପରେ ତଳେ ଦେଖନ୍ତୁ ଆଡ଼୍ ଲିଙ୍କରେ ଆପଣ ଟଚ୍ କରିବେ। ଟଚ୍ କରିବା ପରେ ଆଡ଼୍ ଆସିଯିବ। ଆଡ଼୍ ଆପଣ ଟଚ୍ କରିବେ। ଉପରେ ଲେଖିବେ ଇନଷ୍ଟାଗ୍ରାମ। ତଳେ ଆପଣ ଯେଉଁ ଆଡ଼୍ ୟୁଆରଏଲ୍ ଅଛି ସେଥିରେ ପେଷ୍ଟ କରିବେ। ଯେଉଁ ମୁଁ କପି କରିଥିଲି ସେଇଟାକୁ ପେଷ୍ଟ କରିଦେଉଛି। ପେଷ୍ଟ, ତାପରେ ଡନ୍ କରିବେ। ଡନ୍ କରିବା ମାତ୍ରେ ଆପଣ ସେଭ୍ କରିନେବେ। ସେଭ୍ ଆପଣଙ୍କ ଯେଉଁ ୟୁଟ୍ୟୁବ୍ ଆଇଡ଼ିରେ ଅଲରେଡ଼ି ସେଟ୍ ହୋଇ ଚାଲିଛି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଅନ୍ କରିବେ ୟୁଟ୍ୟୁବ୍। ଅନ୍ କରିବା ଫଳରେ ୱେବ୍ ଚ୍ୟାନେଲ୍ ଆସିବେ। ୱେବ୍ ଚ୍ୟାନେଲ୍ ଆସିବା ମାତ୍ରେ ଦେଖନ୍ତୁ ମୋ ଇନଷ୍ଟାଗ୍ରାମ ଆଇଡ଼ି ଅଲରେଡ଼ି ସେଟ୍ ହୋଇଛି। ଏମିତି କରିବେ। ଯେଉଁ ଫେସବୁକ୍ ଅଛି ଫେସବୁକ୍ ଆପଣ ଚାଲି ଆସିବେ ଏବଂ ଦେଖନ୍ତୁ ଆପଣଙ୍କର ପ୍ରୋଫାଇଲ୍ ଅଛି ସେଥିରେ ଅନ୍ କରିବେ। ପ୍ରୋଫାଇଲ୍ ଅନ୍ କଲେ ଆପଣଙ୍କ ପାଖରେ ଯେଉଁ 3 ଡଟ୍ ଅଛି ସେଥିରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ତଳେ ଦେଖନ୍ତୁ ଆପଣଙ୍କର କପି ଲିଙ୍କ ଟୁ ପ୍ରୋଫାଇଲ୍ ଲେଖା ହେଉଛି, ସେଥିରେ ଆପଣ ଟଚ୍ କରିବେ। ଟଚ୍ କରିବା ମାତ୍ରେ ଆପଣଙ୍କର କପି ଅଲରେଡ଼ି ହୋଇଯାଇଛି। ପୁଣି ଆପଣ ବ୍ୟାକ୍ କରିପାରିବେ। ବ୍ୟାକ୍ କରିବେ ଆଉ ଆପଣଙ୍କର ଯେଉଁ ୱାଇଟି ଷ୍ଟୁଡ଼ିଓ ଅଛି ସେଟାକୁ ଚାଲି ଆସିବେ। ୱାଇଟି ଷ୍ଟୁଡ଼ିଓ ଯେମିତି କରିଥିଲେ ୱାଇଟି ଷ୍ଟୁଡ଼ିଓରେ ଇନଷ୍ଟାଗ୍ରାମ ଲିଙ୍କ ସେମିତି ଆପଣଙ୍କୁ କରିବାକୁ ପଡ଼ିବ। ପ୍ରଥମେ ଏଇ ପ୍ରୋଫାଇଲ୍କୁ ଅନ୍ କରିବେ। ଅନ୍ କରିବା ଦେଖିବେ ତାପରେ ଅପସନ୍ ଅଛି ଯେଉଁ ଏଇଟାକୁ କ୍ଲିକ୍ କରିବେ। କ୍ଲିକ୍ କରିବା ମାତ୍ରେ ଏମିତି ଇଣ୍ଟରଫେସ୍ ଆସିଯିବ। ଲିଙ୍କରେ ଟଚ୍ କରିବେ। ପୁଣି ଆପଣଙ୍କୁ ଆଡ଼୍ କରିବାକୁ ପଡ଼ିବ। ଆଡ଼୍ କରିନେବେ। ଟାଇଟଲ୍ ଦେଖିବେ ଫେସବୁକ୍ କ୍ଲିକ୍ କରିବେ।
ତଳେ ଯେଉଁ ଲିଙ୍କ୍ ପେଷ୍ଟ କରିଦେବେ, ପେଷ୍ଟ କରିବା ମାତ୍ରେ ଆପଣଙ୍କର ଡନ୍ ହୋଇଯିବ। ଡନ୍ କରିନେବେ ଆଉ ସେଭ୍ କରିବେ। ସେଭ୍ କରିଲା ମାତ୍ରେ ଆପଣଙ୍କର ଯେଉଁ ଲୋଗୋ ସହିତ ଲିଙ୍କ୍ ଅଲରେଡ଼ି ହୋଇଯାଇଛି। ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଆପଣ କମେଣ୍ଟ ମଧ୍ୟ କରିପାରିବେ ଏବଂ ପୁଣି ଆପଣ ଦେଖିବେ ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିବେ ଡେସ୍କ୍ରିପ୍ସନ୍ରେ ସେମିତି ଅଲରେଡ଼ି ସେଟ୍ ହୋଇଯାଇଥିବ। ଦେଖନ୍ତୁ ଡେସ୍କ୍ରିପ୍ସନ୍ ଆପଣଙ୍କୁ ଦେଖାଇବାକୁ ଚାହୁଁଛି। ମୋର ଯେମିତି ଅଛି ମୋରକୁ କ୍ଲିକ୍ କରିବେ। କ୍ଲିକ୍ କରିବା ମାତ୍ରେ ଦେଖନ୍ତୁ ତଳେ ଲେଖା ହେଉଛି ଅଲରେଡ଼ି ଆମର ଇନଷ୍ଟାଗ୍ରାମ୍ ଆଉ ଫେସବୁକ୍ ଲୋଗୋ ସହିତ ଅଲରେଡ଼ି ଲିଙ୍କ୍ ସେୟାର ହୋଇଯାଇଛି। ଧନ୍ୟବାଦ ସମସ୍ତଙ୍କୁ ଭିଜିଟ୍ କରିଥିବାରୁ।